ଯେତେବେଳେ ଆପଣ କୌଣସି ଘର ବନେଇଥାନ୍ତି ପ୍ରଥମ ଚିନ୍ତା ମାଇଣ୍ଡରେ ଆସେ ଯେ କ'ଣ ଆମେ ଘର ବନେଇଲେ ଏଇ ଘରେ ଆମକୁ ଖୁସି ମିଳିପାରିବ ନା ନାହିଁ, ବା ଯେକୌଣସି ଘର ଆପଣ ବନାଉଛନ୍ତି ଗୋଟେ ଖୁସି ମନରେ ଘର ବନେଇଥାନ୍ତି। କେବେ ଭାବିଛନ୍ତି ଯେଉଁ ଘର ଆପଣ ବନେଇଛନ୍ତି କ'ଣ ଘରର ଏମିତି କିଛି ଡିରେକ୍ସନ୍ ଅଛି ଯେଉଁ ଜାଗାରେ କିଛି ଭୁଲ ହେବା ଫଳରେ ଆପଣଙ୍କୁ ସେଇ ଘରରେ ସେତିକି ସୁଖ ବା ସେତିକି ଖୁସି ମିଳିପାରିନଥାଏ, ବା ଘରର ଆପଣଙ୍କ ଗ୍ରୋଥ୍ ସକ୍ସେସ୍ ମଧ୍ୟ ଆପଣଙ୍କୁ ମିଳିପାରିନଥାଏ। ତ ଘରର ସେଇଟା କେଉଁ ଦିଗ ଅଛି ଯେଉଁ ଦିଗଟାକୁ ଠିକ୍ କରିଦେଲେ ଆପଣଙ୍କୁ ଖୁସି ସନ୍ତୁଷ୍ଟ ମିଳିବା ଷ୍ଟାର୍ଟ ହେଇଯିବ। ତେବେ ଚାଲନ୍ତୁ ଆଜି ଭିଡ଼ିଓରେ ଆମେ କଥା ହେବା ସେଇ ଦିଗ ବିଷୟରେ। ମୁଁ ଆଷ୍ଟ୍ରୋଲୋଜର ଦେବବ୍ରତ ତ୍ରିପାଠୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲ୍ ଆଷ୍ଟ୍ରୋଥଟ୍ ଓଡ଼ିଆରେ। ଯଦି ଏଇ ପର୍ଯ୍ୟନ୍ତ ଏଇ ସିରିଜ୍ରେ ଆପଣ ଆହୁରି 3ଟା ଭିଡ଼ିଓ ବନାଯାଇଛି ଯେଉଁଠି ଆ ପୂର୍ବ ଭିଡ଼ିଓରେ ଆମେ କଥା ହେଇଥିଲେ ଯେ ଆପଣ ଘରର ଦିଗ କେଉଁ ଜାଗାରେ ଆପଣ ମନ୍ଦିର ରଖିବା ଦରକାର। ଯେମିତି ଆମ ଶରୀରର ମୁଣ୍ଡ ହେଉଛି ହେଡ୍ ପୋଜିସନ୍ ଯେଉଁଟାକି ସବୁ କଣ୍ଟ୍ରୋଲ କରେ, ତ ଘରର ମୁଣ୍ଡ କେଉଁଟା କେଉଁ ଦିଗରେ ଅଛି ଏଇସବୁ ଜିନିଷ ଆମେ କଥା ହେଇଥିଲେ ପ୍ରିଭିୟସ୍ ଭିଡ଼ିଓରେ। ଯଦି ଆପଣ ଦେଖିନାହାନ୍ତି ଜଲ୍ଦି ଯାଆନ୍ତୁ ଆଗ ସେଇ ଭିଡ଼ିଓ ଦେଖନ୍ତୁ। ତେବେ ଚାଲନ୍ତୁ ଏଇ ଭିଡ଼ିଓରେ ଆମେ କଥା ହେବା ଯେ ଘରର ଖୁସିଟା ଆପଣଙ୍କ କେଉଁ ଦିଗରେ ଅଛି। ତ ସେଇ ଦିଗ ହେଉଛି ଆପଣଙ୍କର ପୂର୍ବ ଆଉ ଉତ୍ତର ପୂର୍ବ ଦିଗ। ତେଣୁକରି ମୁଁ ଆପଣଙ୍କୁ ଆ ପୂର୍ବ ଭିଡ଼ିଓରେ ମଧ୍ୟ କହିଛି ଯଦି ଆପଣ କୌଣସି ଦିଗକୁ ଠିକ୍ କରିବା ପାଇଁ ଚାହୁଁଛନ୍ତି କେବଳ ସେଇ ଦିଗ ଠିକ୍ କଲେ ହେବ ନାହିଁ, ତା ସହିତ ଆପଣଙ୍କୁ ତା'ର ଦୁଇପଟ ସାଇଡ଼୍ ଦିଗକୁ ମଧ୍ୟ ଠିକ୍ କରିବା ଦରକାର। ତେବେ ଯେତେବେଳେ ଆମେ ଘରର ଖୁସି ପାଇବା ପାଇଁ ଚାହୁଁଛେ ବା ଯେଉଁ ଦିଗ ଆମେ କଥା ହେଉଛେ ସେ ହେଉଛି ଆମର କ'ଣ ପୂର୍ବ ଆଉ ଉତ୍ତର ପୂର୍ବ ଦିଗ। ତେବେ ତା'ର ଦୁଇଟାକ ସାଇଡ଼୍ରେ କେଉଁ ଦିଗ ରହିଲା, ସପୋଜ୍ ଏଇଠି ରହିଲା ଆପଣଙ୍କର ଉତ୍ତର ପୂର୍ବ ଉତ୍ତର ପୂର୍ବ ଦିଗ, ତ ତା'ର ଗୋଟେ ସାଇଡ଼୍ ରହୁଛି ଆପଣଙ୍କର ନର୍ଥ ଇଷ୍ଟ ବା ଉତ୍ତର ପୂର୍ବ ଦିଗ, ଆଉ ଗୋଟେ ସାଇଡ଼୍ ରହୁଛି ପୂର୍ବ ଦିଗ। ତେବେ ଏଇ ଦୁଇଟାକ ଦିଗ ଯେତେବେଳେ ଠିକ୍ ହେଇଯିବ ଅଟୋମେଟିକ୍ ଦେଖିବେ ଏଇ ଜିନିଷ ଠିକ୍ ହେଇଯିବ। ତେବେ ଚାଲନ୍ତୁ ଆ ଭିତରେ କ'ଣ ରହସ୍ୟ ଲୁଚିକି ରହିଛି, କେମିତି ଏଇଟା କଣ୍ଟ୍ରୋଲ୍ ହେଉଛି ଆମେ ଜାଣିବା। ଆପଣ ନିଜେ ଦେଖନ୍ତୁ, ଉତ୍ତର ପୂର୍ବ ଦିଗ ଫାର୍ଷ୍ଟ ଆସୁଛି, ତାପରେ ଆସୁଛି ପୂର୍ବ ଆଉ ଉତ୍ତର ପୂର୍ବ ଦିଗ, ତାପରେ ଆସୁଛି ପୂର୍ବ ଦିଗ। ତେବେ କରି ଆପଣ ଉତ୍ତର ପୂର୍ବ ଦିଗ ହେଉଛି ଆପଣଙ୍କର ହେଡ୍ ପୋଜିସନ୍। ଆପଣ ନିଜେ ଥରେ ଭାବନ୍ତୁ, ଯଦି ଆପଣଙ୍କର ମାଇଣ୍ଡ ବହୁତ ଷ୍ଟ୍ରଙ୍ଗ ଅଛି ବା ମାଇଣ୍ଡ ଯେତେବେଳେ ଆକ୍ଟିଭ୍ ଅଛି ତ ଅଟୋମେଟିକାଲି ଯେତେବେଳେ ଆପଣ ମନ ଭଲ ହେଇଯିବ ଆପଣ ମାଇଣ୍ଡରେ ପଜିଟିଭ୍ ଥଟ୍ସ ଆସିବ। ଯେତେବେଳେ ଆମ ମାଇଣ୍ଡରେ ପଜିଟିଭ୍ ଥଟ୍ସ ଆସିଲା ତ ଆପଣଙ୍କର ଅଟୋମେଟିକାଲି ସେ ଘରକୁ ବା ଆପଣଙ୍କ ଟୋଟାଲ୍ ବଡ଼ିକୁ ସେ ଏନର୍ଜି ସ୍ପ୍ରେଡ୍ କରିବା ଷ୍ଟାର୍ଟ ହେଇଯିବ। ତେଣୁକରି ଯେତେବେଳେ ଆପଣଙ୍କର ଉତ୍ତର ପୂର୍ବ ଦିଗ ସାଇଡ଼୍ରେ ପୂର୍ବ ଉତ୍ତର ପୂର୍ବ ଦିଗ ଅଛି ତ ଯେତେବେଳେ ଏଇ ଦିଗଟା ଠିକ୍ ହେଇଯାଏ ତ ତା'ର ପଜିଟିଭ୍ ଏନର୍ଜି ଆପଣଙ୍କ ଘର ଭିତରକୁ ପ୍ରବାହ ଷ୍ଟାର୍ଟ ହେବା ହେଇଯାଏ। ତ ତେଣୁକରି ଯେଉଁ ସେକେଣ୍ଡ ପୋଜିସନ୍ ରହିଲା ସେଠି ରହୁଛି ଆପଣ କ'ଣ ହାପିନେସ୍, ଆପଣଙ୍କ କ୍ରିଏଟିଭିଟି, ଆପଣଙ୍କ ରିକ୍ରିଏସନ୍, ସବୁ ଜିନିଷ ଆପଣଙ୍କର ସେକେଣ୍ଡ ପୋଜିସନ୍କୁ ଆସିଗଲା। ତେଣୁ ଯେତେବେଳେ ଆପଣ ମାଇଣ୍ଡଟା ଯେତେବେଳେ ଷ୍ଟକ୍ ହେଇଯାଏ, ଆପଣ ନିଜେ ଭାବନ୍ତୁ ଯେତେବେଳେ ଆପଣଙ୍କ ଦେହ ଖରାପ ହେଇଯାଏ ବା ଆପଣଙ୍କର ମାଇଣ୍ଡରେ ବହୁତ ଟେନସନ୍ ଥାଏ, ବର୍ଡ଼ନ୍ ଥାଏ, ଆପଣ କେବେ ଖୁସି ରହିପାରିବେ ନାହିଁ। ତେଣୁ କରିକି ଆପଣଙ୍କୁ ଏଇ ଦିଗର ପଜିଟିଭ୍ ମିଳିବା ପାଇଁ ହେଲେ ଆପଣଙ୍କ ପ୍ରଥମେ ମୁଣ୍ଡ ବା ଆପଣଙ୍କର ନର୍ଥ ଇଷ୍ଟ ଡିରେକ୍ସନ୍ ଉତ୍ତର ପୂର୍ବ ଦିଗକୁ ଠିକ୍ କରିବା ଦରକାର। ତାପରେ ଆମର ଏପଟ ଡିରେକ୍ସନ୍ ହେଇଗଲା କ'ଣ ଆପଣଙ୍କର ଇଷ୍ଟ ଡିରେକ୍ସନ୍। ଇଷ୍ଟ ଡିରେକ୍ସନ୍ ହେଉଛି କ'ଣ ଆପଣଙ୍କର କମ୍ୟୁନିକେସନ୍, ମାର୍କେଟିଂ, ସୋସିଆଲିଜିମ୍, ଏଇସବୁ ଜିନିଷ ହେଉଛି ଆପଣଙ୍କର ପୂର୍ବ ଦିଗ। ଆପଣ ଥରେ ଭାବନ୍ତୁ ଆପଣଙ୍କର ମନ ଠିକ୍ ରହିଲା, ମାଇଣ୍ଡରେ ପଜିଟିଭ୍ ଏନର୍ଜି ଅଛି, ପଜିଟିଭ୍ ଏନର୍ଜି ଆପଣଙ୍କର ଧୀରେ ଧୀରେ ପ୍ରବାହିତ ହେଲା ଟୋଟାଲ୍ ଘର ସାରା। ଯେତେବେଳେ ଆପଣ ଟୋଟାଲି ପଜିଟିଭ୍ ହେଇଯାଉଛନ୍ତି ଆପଣ ତାପରେ କ'ଣ ହେବ ଆପଣ ଖୁସି ହେଇଗଲେ ସୋ ଦ୍ୟାଟ୍ ଆପଣ ଲୋକଙ୍କ ସହିତ କନେକ୍ଟ କରିପାରିବେ। ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଗୋଟେ ଷ୍ଟକନେସ୍ ଅଛି, ଗୋଟେ କ୍ଲମ୍ଜି ମାଇଣ୍ଡ ସେଟ୍ ଅଛି, ଆପଣ କେବେ ଗୋଟେ ଲୋକଙ୍କ ସହିତ ଗୋଟେ ପଜିଟିଭ୍ ଏନର୍ଜି ସହିତ ଆପଣ କନେକ୍ଟ କେବେ ହେଲେ କରିପାରିବେ ନାହିଁ। ତେଣୁକରି ଯେତେବେଳେ ଏଇ ଦୁଇଟାକ ଡିରେକ୍ସନ୍ ଠିକ୍ ହେଇଯାଏ ଅଟୋମେଟିକାଲି ଆପଣଙ୍କର ମଝି ଘରଟା ମଧ୍ୟ ଠିକ୍ ହେଇଯାଏ। ଯଦି ଆପଣ ଲୋକଙ୍କ ସହିତ ଗୋଟେ ହାପିଲି ଗୋଟେ କନେକ୍ଟ କରିପାରୁଛନ୍ତି ତାହେଲେ ଦେଖିବେ ଆପଣ ଅଟୋମେଟିକାଲି ସାଡ଼ନେସ୍ ଥିଲେ ମଧ୍ୟ ବି, କାରଣ ଆପଣ ଦେଖିବେ ଯେତେବେଳେ ଫ୍ରେଣ୍ଡ ସର୍କଲ୍ ସହିତ ଯାଇ ଆପଣ କଥାବାର୍ତ୍ତା ହେଉଛନ୍ତି, ଟାଇମ୍ ସ୍ପେଣ୍ଡ କରୁଛନ୍ତି, ଦେଖିବେ ଆପଣଙ୍କ କେଉଁଠି ନା କେଉଁଠି ଆପଣଙ୍କ ଭିତରେ ଗୋଟେ ପଜିଟିଭ୍ ଏନର୍ଜି ଫିଲ୍ ହେବା ଷ୍ଟାର୍ଟ ହେଇଯାଏ। ତେବେ ଏଇ ଦୁଇଟା ଡିରେକ୍ସନ୍ ଠିକ୍ କରିଦିଅନ୍ତୁ, ଏଇ ଡିରେକ୍ସନ୍ ମଧ୍ୟ ଠିକ୍ ହେଇଯିବ। ତେବେ ଚାଲନ୍ତୁ ବର୍ତ୍ତମାନ ଆମେ କଥା ହେବା ଯେ ଆପଣଙ୍କର ଏଇ ଯେଉଁ ଡିରେକ୍ସନ୍ ଆମେ କଥା ହେଉଥିଲେ ଯେ ପୂର୍ବ ଉତ୍ତର ପୂର୍ବ ଦିଗରେ କ'ଣ ରଖିବା ଦରକାର, କ'ଣ ରଖିଲେ ଜିନିଷ ଆପଣଙ୍କୁ ଆହୁରି ପଜିଟିଭ୍ ଜିନିଷ ମିଳିପାରିବ। ତେବେ ଏଇ ଡିରେକ୍ସନ୍ ହେଉଛି ଆପଣ କାହିଁକିନା ଏଠି କ'ଣ ପଜିଟିଭ୍ ଏନର୍ଜି ବା ଗୋଟେ କ୍ରିଏସନ୍ ହୁଏ ବା ଗୋଟେ କ୍ରିଏଟିଭିଟି ଅଛି, ଗୋଟେ ହାପିନେସ୍ ଅଛି। ତେଣୁ ସେଠି ଆପଣ ଟ୍ରାଏ କରନ୍ତୁ ଆପଣଙ୍କ ଘରର ଯଦି ଗାଧୁଆ ଘର ବା ଫ୍ରେଶ୍ ହେବା, ଗାଧେଇବା ପାଧେଇବା କରିବା, ତାହେଲେ ସେଇ ଜାଗାଟା ଆପଣ ବହୁତ ବଢ଼ିଆ ରହିବ ସେଇ ଡିରେକ୍ସନ୍। କାହିଁକିନା ଆପଣ ନିଜ ଏନର୍ଜିକୁ ଗୋଟେ ପଜିଟିଭ୍ ଏନର୍ଜିକୁ ନିଜକୁ ଗୋଟେ ଫ୍ରେଶ୍ କରୁଛନ୍ତି, ଗୋଟେ କ୍ରିଏଟିଭ୍ କରୁଛନ୍ତି, ଗୋଟେ ବଡ଼ିକୁ ଗୋଟେ କାହିଁକିନା ଆପଣ ଦେଖିବେ ପାଣି ଆପଣଙ୍କର ନେଗେଟିଭ୍ ଏନର୍ଜିକୁ କ୍ଲିନ୍ କରିଦିଏ। ତ ସେଠି ଯେତେବେଳେ ଆପଣ ଏଇ ଜିନିଷ ରଖୁଛନ୍ତି ଦେଖିବେ ଆପଣଙ୍କର ଆହୁରି ପଜିଟିଭିଟି ଏନହାନ୍ସ ହେଇପାରିବ।
ତା ସହିତ ଯଦି ଆପଣ ସପୋଜ୍ ଗାଧୁଆ ଘର ଅଲଗା ଜାଗାରେ ଅଛି ଆପଣ ସେଠି ରଖି ନ ପାରୁଛନ୍ତି ତାହେଲେ ଟ୍ରାଏ କରନ୍ତୁ ସେଠି ଗୋଟେ ରଙ୍ଗ ବେରଙ୍ଗର କିଛି ଫୁଲ ଦାନି ରଖିବା ପାଇଁ ବା ଯେଉଁଠି ମାନେ ଡିଫରେଣ୍ଟ ଫ୍ଲାୱାର୍ସ ମଧ୍ୟ ଅଛି ତ ସେଠୁ ଗୋଟେ କ୍ରିଏଟିଭ୍ ଗୋଟେ ପଜିଟିଭ୍ ଏନର୍ଜି ଆପଣଙ୍କ ପାଖକୁ ନିହାତି ଆସିବ କାହିଁକିନା ଗୋଟେ କ୍ରିଏଟିଭିଟିର ଘର ସେଇ ଜାଗା ତ ସେଇ ଜିନିଷ ଆପଣ ନିହାତି ସେ ଜାଗାରେ ରଖିପାରିବେ କିନ୍ତୁ ଯଦି ଆମେ କଥା ହେବା ସେ ଜାଗାରେ କ'ଣ ଆକ୍ଚୁଆଲି ନ ରଖିବା ଦରକାର ତେବେ ଚେଷ୍ଟା କରନ୍ତୁ ସେଇ ଦିଗଟାରେ କୌଣସି ଜିନିଷ ଅସ୍ତବ୍ୟସ୍ତ କରିକି ରଖନ୍ତୁ ନାହିଁ କୌଣସି ଭାରି ଜିନିଷ ବା କୌଣସି ଡଷ୍ଟ ଜିନିଷ ବା କୌଣସି କ୍ଲମ୍ଜି କରିକି ସେ ଜାଗାକୁ ରଖନ୍ତୁ ନାହିଁ ଯଦି ରଖିବେ ତାହେଲେ ଆପଣ ଦେଖିବେ ଯେ ଆପଣଙ୍କୁ ଗୋଟେ ଫ୍ରିଲି ଫିଲ୍ ହେବ ନାହିଁ ଆପଣଙ୍କୁ ଗୋଟେ କ୍ଲମ୍ଜି ଫିଲ୍ ହେବ ସୋ ଦ୍ୟାଟ୍ ଆପଣ ଗୋଟେ କ୍ଲିଅର୍ ୱେରେ କୌଣସି ଗୋଟେ ଡିସିସନ୍ ଲାଇଫ୍ରେ ନେଇପାରିବେ ନାହିଁ ତେଣୁ ସେଇ ଦିଗଟାକୁ ଆପଣ ଗୋଟେ ଫ୍ରେଶନେସ୍ ରଖନ୍ତୁ ଗୋଟେ କ୍ରିଏଟିଭ୍ ରଖନ୍ତୁ ଯେତେବେଳେ ସେଇ ଜିନିଷଟା କ୍ରିଏଟିଭ୍ ହେଇଯିବ ଆପଣ ଦେଖିବେ ଆପଣଙ୍କ ମନ ମଧ୍ୟ ଭଲ ହେଇଗଲା ଆପଣଙ୍କ ଭିତରେ କ୍ରିଏଟିଭିଟି ଆସିଗଲା ସୋ ଦ୍ୟାଟ୍ ଆପଣ ଲୋକଙ୍କ ସହିତ ଗୋଟେ ଭଲ ଗୋଟେ ଫ୍ରିଲ୍ ୱେରେ ଆପଣ କନେକ୍ଟ ମଧ୍ୟ କରିପାରିବେ ତାଙ୍କଠୁ ଆପଣ ବେନିଫିଟ୍ ଗେନ୍ ମଧ୍ୟ ଆପଣ ଜୀବନରେ ହାସଲ ନିହାତି କରିପାରିବେ ତେଣୁ ଏଇ ଦୁଇଟାକୁ ମଧ୍ୟ ଆପଣ ଠିକ୍ କରନ୍ତୁ ଦେଖିବେ ଲାଇଫ୍ରେ ବହୁତ ଜିନିଷ ଆପଣଙ୍କର ଅଟୋମେଟିକାଲି ସଲ୍ଭ ହେଇଯିବ ତ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ ଯଦି ଏଇ ପର୍ଯ୍ୟନ୍ତ ଆପଣ ଚ୍ୟାନେଲକୁ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ନ କରିନାହାନ୍ତି ତାହେଲେ ଜଲ୍ଦି କରନ୍ତୁ କାହିଁକିନା ଆପଣଙ୍କର ପ୍ରତ୍ୟେକ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ଆମକୁ ଆହୁରି ମୋଟିଭେଟ୍ କରେ ଆହୁରି ଭିଡ଼ିଓ ବନାଇବା ପାଇଁ ତା ସହିତ ଯଦି ଆପଣଙ୍କ କିଛି ପ୍ରଶ୍ନ ଥାଏ କମେଣ୍ଟ କରିକି ନିଶ୍ଚୟ ପଚାରନ୍ତୁ ଆପଣଙ୍କ ସହିତ ଭେଟ ହେବ ଆଗାମୀ ଏକ ଅଧ୍ୟାୟରେ ନମସ୍କାର।